পশ্চিমবঙ্গ, আসাম এবং পুডুচেরি জনসাধাରଣ ଯେଉଁ ଜନମତ ଦେଇଛନ୍ତି ତାହା ତ ମୁଁ ନିଶ୍ଚିତ ଭାବରେ କହିବି, ଇଏ ହେଉଛି ବିଶ୍ୱର ସବୁଠାରୁ ବୃହତ୍ ଗଣତନ୍ତ୍ର ରାଷ୍ଟ୍ରର ଇଏ ହେଉଛି ନିଚ୍ଛକ ପ୍ରତ୍ୟକ୍ଷ ଗଣତନ୍ତ୍ରର ବିଜୟ। ଆମ ଦଳର ନୀତି ଓ ଆଦର୍ଶରେ ଲୋକଙ୍କର ଭରସା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜି ଆମେ 20+ ହେଇକରି ଆଜି ଆମେ 22+ କୁ ପହଞ୍ଚିଲେ। ଏଭଳି ଏକ ଖୁସି ମୁହୂର୍ତ୍ତରେ ଅର୍ଥାତ୍ 22ଟି ରାଜ୍ୟରୁ ଅଧିକ ରାଜ୍ୟରେ ଆଜି ଆମର ଭାରତୀୟ ଜନତା ପାର୍ଟିର ଏବଂ ଏନ୍ଡିଏର ନେତୃତ୍ୱରେ ଆଜି ଆମେ ଶାସନରେ ଅଛନ୍ତି। ସେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏବଂ ଆସାମ ଅରୁଣାଚଳ ପ୍ରଦେଶରୁ ପଶ୍ଚିମରେ ଗୁଜରାଟ ପର୍ଯ୍ୟନ୍ତ ଯେଉଁପଟେ ଦେଖିବେ ଗୈରିକ, ଯେଉଁଠି ଦେଖିବେ ଏକ ରାଷ୍ଟ୍ରବାଦୀ ବିଚାରଧାରାର ସୁଶାସନର ଝଲକ ଦେଖିବା ପାଇଁ ମିଳୁଛି ଏବଂ ସେଥିପାଇଁ ମୁଁ ଆଜିର ଏହି ଖୁସିର ମୁହୂର୍ତ୍ତରେ ଏଠି ଉପସ୍ଥିତ ଥିବା ସମସ୍ତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ଶୁଭେଚ୍ଛୁ ଭାଇମାନଙ୍କୁ ପୁଣି ଥରେ ଆଉ ଥରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଏ ବିଜୟ କେବଳ ସଂଖ୍ୟାର ଖେଳ ନୁହେଁ, ବରଂ ଜନସଭା ପ୍ରତି ଇଏ ହେଉଛି ଆମର ପ୍ରତିବଦ୍ଧତାର ପ୍ରତିଫଳନ। ପଶ୍ଚିମବଙ୍ଗର ଭାଇ ଭଉଣୀମାନେ ଆଜି ହେଉଥିବା ଦେଶର ବିକାଶ ଏବଂ ପ୍ରଗତି ସପକ୍ଷରେ ଆଜି ସେମାନେ ସେମାନଙ୍କର ବହୁମୂଲ୍ୟ ମତଦାନକୁ ଆଜି ସେମାନେ ଏକ ରାଷ୍ଟ୍ରବାଦୀ ବିଚାରଧାରାରେ ଆଜି ସେମାନେ ଯୋଡ଼ିଛନ୍ତି ଏବଂ ସେଇଭଳି ଭାବରେ ଆସାମର ଜନସାଧାରଣ ଆସାମରେ ଦୁଇ ଥର ଭାରତୀୟ ଜନତା ପାର୍ଟିର ସରକାର ଏକ ଶାସନକୁ ସ୍ଥିରତା ଦେବା ସହିତ ସୁଶାସନ ଆପଣେଇବାରେ ଏବଂ ବିକାଶକୁ ଆସାମରେ ସବୁଠାରୁ ଶ୍ରେଷ୍ଠତା ପ୍ରତିପାଦନ କରାଇବାରେ